Hello children, welcome to my channel Primary School Education. Today we are going to read When I Grow Up. Class 7 Part 2 Follow Up Lesson. When I Grow Up. ଯେତେବେଳେ ମୁଁ ବଡ଼ ହେବି। ଚାଲ ପିଲାମାନେ ରିଡ଼ିଂ କରିବା। What do you want to be in your future? ତୁମେ ଭବିଷ୍ୟତରେ କ'ଣ ହେବାକୁ ଚାହୁଁଛ ବା ଇଚ୍ଛା କରୁଛ? ପିଲାମାନେ ତୁମେମାନେ ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ତୁମେମାନେ ଭବିଷ୍ୟତରେ କ'ଣ ହେବ ଆମକୁ ଜଣାଇ ପାରିବ। ଲେଟ୍ସ ଆସ୍ ରିଡ୍ ଏ ପୋଏମ୍ ଟୁ ନୋ ଏବାଉଟ୍ ଏ ଚାଇଲ୍ଡସ୍ ୱିଶ୍। ଚାଲ ଗୋଟିଏ ଛୋଟ ପିଲାର ଇଚ୍ଛା ବାବଦରେ ଏକ କବିତା ପଢ଼ିବା। ହ୍ୱାଟ୍ ହି ୱାଣ୍ଟସ୍ ଟୁ ବି ଇନ୍ ହିଜ୍ ଫ୍ୟୁଚର ହ୍ୱେନ୍ ହି ଗ୍ରୋଜ୍ ଅପ୍। ଯେତେବେଳେ ସେ ଭବିଷ୍ୟତରେ ବଡ଼ ହେବ ସେ କ'ଣ ହେବାକୁ ଇଚ୍ଛା କରୁଛି। ଚାଲ ପିଲାମାନେ ପ୍ରଥମେ ରିଡ଼ିଂ କରିନେବା। ହ୍ୱେନ୍ ଆଇ ଗ୍ରୋ ଅପ୍ ଆଇ ୱାଣ୍ଟ ଟୁ ବି ଏ ଡିଟେକ୍ଟିଭ୍ ୱିଥ୍ ଏ ମାଷ୍ଟର କି। ଆଇ କୁଡ୍ ବି ଏ ସୋଲଜର ପାରହେପ୍ସ ଏ ସେଲର୍ ଟୁ ଅର୍ ବିକମ୍ ଏ କିପର ଏଟ୍ ନନ୍ଦନକାନନ ଜୁ। I would like to be on a trumpet and play a musical tune or buy a private spaceship to fly me to the moon. I would like to be the driver of an express diesel train or be a lighthouse keeper where I want and when. For the more one lives, the more one learns. I think I will be all these things and go on taking turns. ଚାଲ ପିଲାମାନେ ଡିଫିକଲ୍ଟ ୱାର୍ଡ଼ର ମିନିଂ ପ୍ରଥମେ ଜାଣିନେବା, ତାପରେ ଭଲ ଭାବେ ବୁଝି ନେବା। ଗ୍ରୋ ଅପ୍ ମାନେ କ'ଣ ନା ଗ୍ରୋ ଅପ୍ ମାନେ ହେଉଛି ବଡ଼ ହେବା। ୱାଣ୍ଟ ମାନେ ଇଚ୍ଛା କରିବା ବା ଚାହିଁବା। ଡିଟେକ୍ଟିଭ୍ ମିନ୍ସ ଗୋଇନ୍ଦା। ମାଷ୍ଟର କି ହେଉଛି ମୁଖ୍ୟ ଚାବି। ସୋଲଜର ମାନେ ପିଲାମାନେ କ'ଣ ନା ସୈନିକ। ପାରହେପ୍ସ ବୋଧହୁଏ। ସେଲର ମାନେ କ'ଣ ପିଲାମାନେ ନା ନାବିକ। କିପର ମିନ୍ସ ରକ୍ଷକ ବା ଜଗୁଆଳ। ନନ୍ଦନକାନନ ଜୁ ନନ୍ଦନକାନନ ଚିଡ଼ିଆଖାନା। ଜୁ ହେଉଛି ଚିଡ଼ିଆଖାନା। ଟ୍ରମ୍ପେଟ୍ ମାନେ ପିଲାମାନେ କ'ଣ ନା ବାଦ୍ୟଯନ୍ତ୍ର। ମ୍ୟୁଜିକାଲ ଟ୍ୟୁନ୍ ସାଙ୍ଗୀତିକ ସ୍ୱର, ସେଇଟା ହେଉଛି ମ୍ୟୁଜିକାଲ ଟ୍ୟୁନ୍। ପ୍ରାଇଭେଟ୍ ସ୍ପେସସିପ୍ ମିନ୍ସ କ'ଣ ପିଲାମାନେ ଘରୋଇ ମହାକାଶ ଯାନ। ମୁନ୍ ମାନେ ହେଉଛି ଚନ୍ଦ୍ର। ଡ୍ରାଇଭର ମାନେ ପିଲାମାନେ କ'ଣ ଚାଳକ। ଡିଜେଲ ଟ୍ରେନ୍ ଡିଜେଲ ଚାଳିତ ରେଳଗାଡ଼ି। ଲାଇଟ୍ ହାଉସ୍ କିପର ବତୀ ଘରର ନିର୍ଦ୍ଦେଶକ। ଲିଭ୍ସ ମାନେ କ'ଣ ବଞ୍ଚିବା। ଲାର୍ନସ୍ ମାନେ ଶିଖିବା। ଟର୍ନସ୍ ମାନେ ହେଉଛି ମୋଡ଼। ଚାଲ ପିଲାମାନେ ଏହାକୁ ଭଲ ଭାବେ ବୁଝି ନେବା। ହ୍ୱେନ୍ ଆଇ ଗ୍ରୋ ଅପ୍ ମୁଁ ଯେତେବେଳେ ବଡ଼ ହେବି। ଆଇ ୱାଣ୍ଟ ଟୁ ବି ଏ ଡିଟେକ୍ଟିଭ୍ ମୁଁ ଗୋଟେ ଗୋଇନ୍ଦା ହେବି। ୱିଥ୍ ଏ ମାଷ୍ଟର କି ମୁଖ୍ୟ ଚାବି ଧରି। ଏହାର ଅର୍ଥ ହେଉଛି ମୁଁ ସେଇ ବିଭାଗର ମୁଖ୍ୟ ହେବି। ଆଇ କୁଡ୍ ବି ଏ ସୋଲଜର ମୁଁ ଗୋଟେ ସୈନିକ ହେବି। ପାରହେପ୍ସ ଏ ସେଲର ଟୁ ବୋଧହୁଏ ଏକ ନାବିକ ହୋଇପାରେ। ଅର୍ ବିକମ୍ ଏ କିପର ଏବଂ ଗୋଟିଏ ରକ୍ଷକ ହେବି ବା ଜଗୁଆଳ ହେବି। ଏଟ୍ ନନ୍ଦନକାନନ ଜୁ କେଉଁଠି ନା ନନ୍ଦନକାନନ ଚିଡ଼ିଆଖାନାରେ। I would like to own a trumpet ମୁଁ ଗୋଟେ ବାଦ୍ୟଯନ୍ତ୍ର ହାସଲ କରିବି। and play a musical tune ଗୋଟେ ଯାନ୍ତ୍ରିକ ଧ୍ୱନି ବଜାଇବି। or buy a private spaceship ଗୋଟେ ଘରୋଇ ମହାକାଶ ଯାନ କିଣିବି। to fly me to the moon ଯାହା ମୋତେ ଚନ୍ଦ୍ରକୁ ନେଇଯିବ। I would like to be the driver ମୁଁ ଗୋଟେ ଚାଳକ ହେବାକୁ ଇଚ୍ଛା କରିବି ବା ଚାହିଁବି। କାହାର ନା ଅଫ୍ ଏନ୍ ଏକ୍ସପ୍ରେସ୍ ଡିଜେଲ ଟ୍ରେନ୍ ଗୋଟିଏ ଦ୍ରୁତଗାମୀ ଡିଜେଲ ରେଳଗାଡ଼ିର। ଅର୍ ବି ଏ ଲାଇଟ୍ ହାଉସ୍ କିପର ଏବଂ ଗୋଟିଏ ବତୀ ଘରର ଜଗୁଆଳ ହେବି ବା ନିର୍ଦ୍ଦେଶକ ହେବି। ହ୍ୱେୟାର ଆଇ ୱାଣ୍ଟ ଆଣ୍ଡ ହ୍ୱେନ୍ ଯେଉଁଠି ରହିବି ଯେତେବେଳେ। ଫର୍ ଦି ମୋର୍ ୱାନ୍ ଲିଭ୍ସ ଯେତେ ଅଧିକ ବଞ୍ଚିବ। ଦ ମୋର୍ ୱାନ୍ ଲାର୍ନସ୍ ସେ ସେତେ ଅଧିକ ଶିଖିବ। ଆଇ ଥିଙ୍କ ଆଇ ୱିଲ୍ ବି ଅଲ୍ ଦିଜ୍ ଥିଙ୍ଗସ୍ ମୋର ମନ ଚାହେଁ ମୁଁ ସେସବୁ ହେବି। ଏଣ୍ଡ ଗୋ ଅନ୍ ଟେକିଂ ଟର୍ନସ୍ ଏବଂ
ଆଗେଇ ଚାଲିବି ମୋଡ଼ ବଦଳାଇ। ଚାଲ ପିଲାମାନେ ହୁଏ ନାହିଁ ଗ୍ରୋ ଅପ୍ର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। ଫାର୍ଷ୍ଟ କ୍ୱେଶ୍ଚନ୍, ହୁ ଇଜ୍ ଆଇ ଇନ୍ ଦ ପୋଏମ୍? କବିତାରେ ଆଇ କିଏ? ଆନ୍ସର୍ କ'ଣ ହେବ? ଦ ପୋଏଟ୍ ଇଜ୍ ଆଇ ଇନ୍ ଦ ପୋଏମ୍। କ୍ୱେଶ୍ଚନ୍ ନମ୍ବର 2, ହ୍ୱାଟ୍ ଡାଜ୍ ଦ ଚାଇଲ୍ଡ ୱାଣ୍ଟ ଟୁ ବି ଇନ୍ ଦ ଫାର୍ଷ୍ଟ ଷ୍ଟାଞ୍ଜା? ପ୍ରଥମ ପଦରେ ପିଲାଟି କ'ଣ ହେବାକୁ ଇଚ୍ଛା କରୁଛି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ଦି ଚାଇଲ୍ଡ ୱାଣ୍ଟସ୍ ଟୁ ବି ଏ ଡିଟେକ୍ଟିଭ୍ ଇନ୍ ଦ ଫାର୍ଷ୍ଟ ଷ୍ଟାଞ୍ଜା। Question number 3. In the second stanza, the child likes 3 types of work. What are they? Answer कौन है जो पिलाने? The child likes to work as a soldier, as a sailor, and thirdly as a keeper of the Nandankanan Zoo, as stated in stanza 2. Question number 4. In which stanza does the poet describe as a child interest for music? କେଉଁ ପଦରେ କବି ପିଲାଟିର ସଙ୍ଗୀତ ପ୍ରତି ଆଗ୍ରହ ଥିବାର କଥା ବର୍ଣ୍ଣନା କରାଯାଇଛି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ଇନ୍ ଦ ଥାର୍ଡ଼ ଷ୍ଟାଞ୍ଜା ଦ ପୋଏଟ୍ ଡେସ୍କ୍ରାଇବ୍ସ ଦି ଚାଇଲ୍ଡ ଇଣ୍ଟରେଷ୍ଟ ଫର୍ ମ୍ୟୁଜିକ୍। କ୍ୱେଶ୍ଚନ୍ ନମ୍ବର 5. ହାଉ ଡାଜ୍ ହି ୱାଣ୍ଟ ଟୁ ଫ୍ଲାଏ ଟୁ ଦି ମୁନ୍? ସେ କିପରି ଚନ୍ଦ୍ରକୁ ଉଡ଼ିଯିବାକୁ ଚାହୁଁଛନ୍ତି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ହି ଇଣ୍ଟେଣ୍ଡସ୍ ଟୁ ଫ୍ଲାଏ ଟୁ ଦି ମୁନ୍ ବାଇ ଏ ସ୍ପେସସିପ୍। Question number 6. What does the child want to be in stanza 4? ଚତୁର୍ଥ ପଦରେ ପିଲାଟି କ'ଣ ହେବାକୁ ଚାହୁଁଛି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ଦି ଚାଇଲ୍ଡ ୱାଣ୍ଟସ୍ ଟୁ ବି ଦି ଡ୍ରାଇଭର ଅଫ୍ ଏନ୍ ଏକ୍ସପ୍ରେସ୍ ଡିଜେଲ୍ ଟ୍ରେନ୍ ଅର୍ ଏ ଲାଇଟ୍ ହାଉସ୍ କିପର ଇନ୍ ଷ୍ଟାଞ୍ଜା 4. Question number 7. Is the last stanza different from other stanza? How? ଶେଷ ପଦଟି ଅନ୍ୟ ପଦଗୁଡ଼ିକ ଠାରୁ ଭିନ୍ନ କି କିପରି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? Yes, the last stanza is different from the other 4 stanza. Each one of the 4 stanza describe about child's desire, whereas in the last stanza the real aim of a human life is described. Question number 8. The poet wants to take up different type of work. Which line tell you so? କବି ବିଭିନ୍ନ ପ୍ରକାର ବୃତ୍ତି ଅବଲମ୍ବନ କରିବାକୁ ଚାହିଁଛନ୍ତି। କେଉଁ ଧାଡ଼ି ଗୁଡ଼ିକ ତୁମକୁ ଏହା କହୁଛି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? The lines I think I will be all these things and go on taking turns in stanza 5 tell us that the poet in guise of a child wants to take up different type of work. Question number 9. Does he want to take up only one job he describe or all the jobs one after another? ସେ ବର୍ଣ୍ଣନା କରିଥିବା ଗୋଟିଏ କାମ ସେ କରିବାକୁ ଚାହୁଁଛନ୍ତି କିମ୍ବା ଗୋଟିକ ପରେ ଗୋଟିଏ କାମ କରିବାକୁ ଚାହୁଁଛନ୍ତି? ଆନ୍ସର୍ କ'ଣ ହେବ ପିଲାମାନେ? He wants to take up all the jobs one after another as he goes on taking turns. Question number 10. Which word or phrase tell us in the last stanza? ଶେଷ ପଦରେ କେଉଁ ଶବ୍ଦ ବା ବାକ୍ୟାଂଶ ଏହା କହୁଛି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? The phrase and go on taking turns ଶେଷ। Question number 11. Why does he want to take up all the jobs one after another? କାହିଁକି ସେ ଗୋଟିଏ ପରେ ଗୋଟିଏ କାମ କରିବାକୁ ଚାହୁଁଛନ୍ତି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ହ୍ୟୁମାନ୍ ଇଣ୍ଟରେଷ୍ଟ କ୍ଲାଇମ୍ସ ଅପ୍ ଆଣ୍ଡ ଅପ୍ ଏଜ୍ ୱାନ୍ ଗ୍ରୋଜ୍ ଅପ୍ ସୋ ହି ୱାଣ୍ଟସ୍ ଟୁ ଟେକ୍ ଅପ୍ ଅଲ୍ ଦି ଜବ୍ସ ୱାନ୍ ଆଫ୍ଟର another. Question number 12. In which stanza does he want to take up minimum numbers of jobs? କେଉଁ ପଦରେ ସେ ସବୁଠାରୁ କମ୍ ସଂଖ୍ୟକ କାମ କରିବାକୁ ଚାହୁଁଛନ୍ତି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ଇନ୍ ଦ ଫାର୍ଷ୍ଟ stanza he wants to take up minimum number of jobs. Question number 13. In which stanza does he want to take up maximum number of jobs? କେଉଁ ପଦରେ ସେ ସର୍ବାଧିକ କାମ କରିବାକୁ ଚାହିଁଛନ୍ତି? ଆନ୍ସର୍ କ'ଣ ହେଇଯିବ ପିଲାମାନେ? ଇନ୍ ଦ ଲାଷ୍ଟ stanza he wants to take up maximum number of jobs. ପିଲାମାନେ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କର ଓ ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅ। ଯଦି ଆମ ଚ୍ୟାନେଲ୍ ପାଇଁ ନୂଆ ଆମ ଚ୍ୟାନେଲ୍ ପ୍ରାଇମେରୀ ସ୍କୁଲ ଏଜୁକେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଯାହାଫଳରେ ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ତୁମେମାନେ ସର୍ବପ୍ରଥମେ ଆମ ଚ୍ୟାନେଲ୍ ମାଧ୍ୟମରେ ପାଇପାରିବ। ତେଣୁ ଯଥାଶୀଘ୍ର ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅ। ଥ୍ୟାଙ୍କ ୟୁ ଫ୍ରେଣ୍ଡସ୍, ହ୍ୟାଭ୍ ଏ ନାଇସ୍ ଡେ।